हाय हेलो नमस्कार जय जगन्नाथ सांगମାନେ ଆଜି ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଭିଡ଼ିଓରେ ମୁଁ ଏଠି ଦେଖନ୍ତୁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରାଯାଇଥିବା ତରକାରୀ କେତେ ସୁନ୍ଦର ହେଇଛି। ତାକୁ ଯେକୌଣସିଥିରେ ବି ଆପଣମାନେ ଖାଇପାରିବେ, ରୁଟି ପରଟା କି ପୁରୀ କି ଭାତ ଯେକୌଣସିଥିରେ ଆପଣଙ୍କ ପାଇଁ ଆପଣ ମାନେ ବନେଇ ଖାଇପାରିବେ। ଦେଖନ୍ତୁ ମୁଁ କୋଉଭଳି ଭାବରେ କରିଛି। ଏଠି ମୁଁ କିଛି ପନିପରିବା ଆଉ ବୁଟକୁ ନେଇ ଆସିଛି। ପରିବା ବୁଟ ଦେଇକି ମୁଁ ଏଠି ଟିକେ ପାଣି ଦେଇଦେଲି। ବେଶୀ ପାଣି ଦେବେନି, ତରକାରୀ ଯେତିକି ପାଣି ରଖିବା କଥା ରଖିକି ପ୍ରେସରରେ 2ଟି ଖଣ୍ଡେ ସିଟି ଦେବେ। ଦେଖନ୍ତୁ ମୁଁ ଟିକେ ପାଣି ଦେଇ ଲୁଣ ହଳଦୀ ତା ଦେହରେ ନା ପକେଇ ଗୋଟେ ତେଜପତ୍ର ପକେଇଦେବି। ତେଜପତ୍ର ପକେଇକି ମୁଁ ଏଠି କିଛି ସମୟ ସିଟି ଦେଇଦେବି। କିଛି ସମୟ ଗଲା ପରେ ଆମର ସିଟି ଆସିବ ହେରି 3ଟି। ମୁଁ ଟିକେ ତେଲ ଗରମ କରିଦେଇଛି କରେଇରେ। ଦେଖନ୍ତୁ କିଛି ତେଲ ନେଇ ଗରମ କରିଦେଇଛି। ଆପଣ ବିନା ପିଆଜ ରସୁଣ ତେଲ ତରକାରୀ ଖାଇଲେ ତେଲ ତ ଆପଣଙ୍କର କମ୍ ପଡ଼ିଥାଏ। କିନ୍ତୁ ମୁଁ ଏଠି ଟମାଟୋ ତେଲଟା ଗରମ ହେଲେ ମୁଁ ଟମାଟୋ 2ଟି ଚୁନଚୁନା କରି ଟିକେ ପକେଇ ଦେଇଛି। ଟମାଟୋଟା କିଛି ସମୟ ଆମେ ଟିକେ ଭାଜିବାକୁ ଦବା। ଭାଜି ସାରିଲା ପରେ ଟିକେ ଗ୍ରେ କଲର୍ ତାର ଆସିଗଲେ ଅଦା ଆମେ ଏଠି ଆଡ଼୍ କରିବା। ଆପଣମାନେ ବିନା ପିଆଜ ରସୁଣର ତରକାରୀଟା ତ ସବୁବେଳେ ବନଉନଥିବେ, ସଂକ୍ରାନ୍ତି କି କିଛି ମାନେ ଓଷା ଉପାସରେ ଆପଣମାନେ ବନଉଥିବେ। ବୁଟ ତ ଖାସ୍ କରି ରାତିରେ ଆପଣମାନେ ବନଉଥିବେ, କିନ୍ତୁ ବୁଟ ତରକାରୀରେ କିଛି ପରିବା ପକେଇଦେଲେ ତାର ଖାଇବାଟା ସ୍ୱାଦ ବହୁତ ଭଲ ଥାଏ। ଖାଲି ବୁଟ ଆଳୁ କଲେ ସ୍ୱାଦଟା ଏତେ ନଥାଏ, ଭଲ ଲାଗିନଥାଏ। ସାଧାକୁ ପିଆଜ ରସୁଣରେ ତ ଭଲ ଲାଗେ, କିନ୍ତୁ ସାଧାରେ ଭଲ ଲାଗିଲାନି। କିଛି ପରିବା ଅଳ୍ପ ଅଳ୍ପ ଆଡ଼୍ କରିଦେଲେ ବୁଟ ତରକାରୀଟା ଭଲ ଲାଗେ। ଦେଖନ୍ତୁ ଏଠି ମୋର ଟମାଟୋ ଟିକେ ପାଚି ଆସିଲାଣି। ମୁଁ ତା ଦେହରେ ଅଦା ଆଡ଼୍ କରିଦେଇଛି। ଅଦାକୁ କିଛି ସମୟ ମୁଁ ଏପଟ ସେପଟ ବେଶୀ ଭାଜିବିନି, ପିତା ଲାଗିବ। ମୁଁ ଟିକେ ଏପଟ ସେପଟ କରି ପୁରା ଆମେ ଘରୋଇ ଷ୍ଟାଇଲରେ ତରକାରୀ କରି ଖାଇବା। ଯଦି ଏଇଭଳି ବୁଟ ତରକାରୀ ଆପଣମାନେ ଖାଇନଥିବେ ତାହେଲେ ବନେଇକି ନିହାତି ଭାବରେ ଖାଇବେ। ଆକୁ ତ ବହୁତ ଭଲ ଲାଗିବ ରୁଟି ପରଟା ପୁରୀ ଯେକୌଣସିଥିରେ। ସଂକ୍ରାନ୍ତି କିମ୍ବା ଗୁରୁବାର କି ଆପଣମାନେ କେଉଁ ବାର ମାନଙ୍କରେ ଉପାସ କରିଥିବେ ସେଇମାନଙ୍କରେ ଆପଣମାନେ ଡିନରରେ ଖାଇପାରିବେ। ଏହି ତରକାରୀ ନେଇ ରାତିରେ ଆପଣମାନେ ଆରାମରେ ରୁଟି ସାଙ୍ଗରେ ଖାଇପାରିବେ। ଦେଖନ୍ତୁ ମୁଁ ଟିକେ କଷୁଛି। କଷି ସାରିଲା ପରେ ଏଥିରେ ମୁଁ ଗୁଣ୍ଡ ମସଲା ସବୁ ସାଧା ମସଲା ମୁଁ ଆଡ଼୍ କରିବି। ଦେଖନ୍ତୁ ଟିକେ ଭଲ ଭାବରେ ନ କଷିଲେ ଟମାଟର ଅଦାଟା ଭଲ ଲାଗିବନି। ମାନେ ସାଧା ତରକାରୀର ତ ଟାଇମ୍ଟା ଏତେ ଲାଗେନି କରିବାକୁ। ମ୍ୟାକ୍ସିମମ୍ 10-15 ମିନିଟ୍ ଭିତରେ ତରକାରୀ ଆପଣମାନଙ୍କର ରେଡ଼ି ହେଇଯିବ। ମୁଁ କିଛି ପାଣି ଦେଇଦେଲି। ପାଣି ଦେଇ ସାରିଲା ପରେ ମୁଁ ଏଠି ଗୁଣ୍ଡ ମସଲା ନେଇଯାଇଛି। ଜିରା ଧନିଆ କାଶ୍ମୀରୀ ଚିଲ୍ଲି ସାଧା କରି ପାଉଡ଼ର ନେଇଯାଇଛି। ଏସବୁ ମୁଁ ପକେଇ ଟିକେ ପାଣି ଦେବି। ପାଣି ଦେଇ ସାରିଲା ପରେ ମୁଁ ଏଠି ଆଉ ଟିକେ ସମୟ କଷିବି। କଷି ସାରିଲା ପରେ ତାପରେ ମୁଁ ଏଠି ତରକାରୀଟା ସିଝି ଯାଇଥିବା ଯେଉଁ ପ୍ରେସରରେ ମୁଁ ବୁଟ ପରିବାକୁ ମୁଁ ସିଝେଇଥିଲି ତାକୁ ଏଇନା ପକେଇଦେବି। ଦେଖନ୍ତୁ ଏହିଭଳି ଭାବରେ ଆପଣମାନେ ତରକାରୀ ଘରେ କରି ଖାଇବେ।
ଖାଲି ତ ବୁଟ ଆଳୁ ଖାଉଥିବେ କିନ୍ତୁ କିଛି ପରିବା ଆଡ୍ କଲେ ଆପଣଙ୍କ ଦେହ ପ୍ରତି ବହୁତ ଭଲ ଆଉ ଭଲ ବି ଲାଗିବ। ଦେଖନ୍ତୁ ମୁଁ ଏଠି ଆଡ୍ କରିଦେଇଛି ସିଝି ଯାଇଥିବା ପରିବା ଆଉ ବୁଟକୁ କେତେ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ କେତେ ସୁନ୍ଦର ହେଇଛି ତରକାରୀଟା। ଆମେ ଆକୁ ଟିକେ ଫୁଟିବାକୁ ଛାଡ଼ିଦେବା। ଟିକେ ଆଳୁ କି ଭଣ୍ଡା ଆମେ ଟିକେ ନାକୁ ଲୁହା ଖଡ଼ିକା କି ଡଙ୍କି ସାହାଯ୍ୟରେ ଟିକେ ଚାପିଦେବା। ତରକାରୀଟା ଆ ଫଳରେ ବହଳିଆ ହେଇଯିବ। ବିନା ପିଆଜ ରସୁଣର ତରକାରୀ ଖାଇଲେ ଯେଉଁ ଟେଷ୍ଟ ଥାଏ, ଆନନ୍ଦ ଥାଏ, ପିଆଜ ରସୁଣରେ ନଥାଏ। ଏଠି ଦେଖନ୍ତୁ ମୁଁ ଏଠି ପକେଇ ଦେଇଛି ଫୁଟିଗଲା ପରେ ଟିକେ କସ୍ତୁରୀ ମେଥି, ଆପଣଙ୍କ ଘରେ ଯଦି ଧନିଆ ପତ୍ର ଥିବ ଆପଣମାନେ ପକେଇବେ, ଆହୁରି ଭଲ ବାସ୍ନା ଫ୍ଲେଭର ସବୁ ଆସିବ। ଆଉ ମୁଁ ଏଠି ପକେଇ ଦେଇଛି ଡାଳଚିନି ଗୁଣ୍ଡ। ଦେଖନ୍ତୁ ପକେଇ ସାରିଲା ପରେ ଏଠି ଆମର ତରକାରୀ ଏବେ ବର୍ତ୍ତମାନ ରେଡ଼ି ହେଇଛି। କେତେ ସୁନ୍ଦର ତରକାରୀ ହେଇଛି ଦେଖନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ସବସ୍କ୍ରାଇବ୍ ମଧ୍ୟ କରିବେ। ଏହିଭଳି ରୋଷେଇ ଭିଡ଼ିଓ ଆପଣମାନଙ୍କ ପାଖକୁ ମୁଁ ନେଇ ଆସିବି। ଆହୁରି ଭଲ ଭଲ ଆଇଟମ୍ ମୁଁ ଆପଣମାନଙ୍କୁ ଦେଖେଇବି। ରହୁଛି ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖନ୍ତୁ ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ ମଧ୍ୟ କରିବେ।